ପୁସ୍ତକର ନାମ ପ୍ରାଚୀନ ସଭ୍ୟତାର କାହାଣୀ ଇସ୍ରାଏଲ। ଲେଖକ ଶରତ କୁମାର ମହାନ୍ତି। ପଢ଼ି ଶୁଣାଉଛନ୍ତି ସୁବ୍ରତ କୁମାର ପତି। ଭାଗ 1। ଭୂମିକା। ଇହୁଦୀ ଜାତିର ପିତା ଆବ୍ରାହମ ଓ ତାଙ୍କ ବଂଶଧରକୁ ଇସ୍ରାଏଲ ଦେଶ ପ୍ରଦାନ କରିବେ ବୋଲି ଈଶ୍ୱର ପ୍ରତିଶ୍ରୁତି ଦେଇଥିଲେ। ଏପରିକି ଜଣେ ଦେବଦୂତ ଆବ୍ରାହମଙ୍କ ନାତି ଜାକବଙ୍କ ନାମ ରଖିଲେ ଇସ୍ରାଏଲ। ଇହୁଦୀ ଜାତିର ଇତିହାସ ଭାବେ ଏ ଖଣ୍ଡର ନାମ ଇସ୍ରାଏଲ ରଖିବା ପ୍ରାସଙ୍ଗିକ। ମାତ୍ର ଏ ଖଣ୍ଡର ନାମ କାନାନ ରଖିବୁ ବୋଲି ଆମେ ପୂର୍ବରୁ କହିଥିଲୁ। ବୃହତ୍ତର ଇସ୍ରାଏଲର ବାଇବେଲୀୟ ନାମ କାନାନ। କାନାନ ଅଧିକ କିମ୍ବଦନ୍ତୀର ଭୂମି, ଇସ୍ରାଏଲ ଇତିହାସ ଭୂଗୋଳର ଭୂମି। କାନାନ ନାମଟି ଅନେକଙ୍କର ଅପରିଚିତ ହୋଇଥିବାରୁ ଏ ଖଣ୍ଡର ନାମ ରଖିଲୁ ଇସ୍ରାଏଲ। ତେବେ ବହିରେ କାନାନ ବିଷୟରେ ଆଲୋଚନା ହୋଇଛି। ଗୋଟିଏ ଶତାବ୍ଦୀ ପରେ କାନାନ ଫିଲିଷ୍ଟିଆ ବା ପାଲେଷ୍ଟାଇନ ନାମରେ ମଧ୍ୟ ପରିଚିତ ହୋଇଛି। ଭୌଗୋଳିକ ଦେଶଙ୍କଠାରୁ ମିଥିକାଲ ଦେଶଗୁଡ଼ିକ ଯଥେଷ୍ଟ ବଡ଼। ସମସ୍ତେ ଜାଣନ୍ତି ଇସ୍ରାଏଲ ଓ ଜୁଡା ଇହୁଦୀଙ୍କ ରାଜ୍ୟ। ଇହୁଦୀ ସଭ୍ୟତା କହିବା ଏ ଖଣ୍ଡର ଲକ୍ଷ୍ୟ। ଫୋନିସିଆ ଇହୁଦୀମାନଙ୍କର ଭାଇମାନଙ୍କ ରାଜ୍ୟ, କାରଣ ଏଇଗୁଡ଼ିକ ଇହୁଦୀ ଦେଶ ବା ଇହୁଦୀଙ୍କର ସମ୍ପର୍କ ଥିବା ଦେଶ। ମିଶର ତୁଳନାରେ ଇସ୍ରାଏଲୀ ସଭ୍ୟତା ଅଧିକ ଜଟିଳ ହେବାର କାରଣ ଏ ଭୂମିରେ ଦୁଇଟି ମହାନ ସଭ୍ୟତା ମୁଣ୍ଡ ଟେକିଛି। ଗୋଟିଏ ଇହୁଦୀ ସଭ୍ୟତା, ଅନ୍ୟଟି ଖ୍ରୀଷ୍ଟ ସଭ୍ୟତା। ଇହୁଦୀ ସଭ୍ୟତା ଖ୍ରୀଷ୍ଟପୂର୍ବ 2000ରୁ ଦାନା ବାନ୍ଧିଛି। ଖ୍ରୀଷ୍ଟପୂର୍ବ 1000 ଠାରୁ ଖ୍ରୀଷ୍ଟପୂର୍ବ 2 ଶତାବ୍ଦୀ ପର୍ଯ୍ୟନ୍ତ 800 ବର୍ଷ ଧରି ପୁରାତନ ବାଇବେଲ କାନାନ ଭୂମିରେ ଲେଖା ହୋଇଛି। ଏହାପରେ ଯୀଶୁ ଆସିଲେ। ଯୀଶୁଖ୍ରୀଷ୍ଟ ଜଣେ ଇହୁଦୀ। ତେବେ ଖ୍ରୀଷ୍ଟ ସଭ୍ୟତା ଇହୁଦୀ ସଭ୍ୟତାଠାରୁ ଭିନ୍ନ। ଗୋଟିଏ ଭୂମିରେ ଦୁଇଟି ସଭ୍ୟତା ଗଢ଼ି ଉଠିଥିବାରୁ ସେ ଭୂମିର ସଭ୍ୟତା କାହାଣୀ କହିବା କଷ୍ଟ। କଷ୍ଟ କାହିଁକି? ଇହୁଦୀମାନେ ପୁରାତନ ବାଇବେଲ ରଚନା କଲେ, ଖ୍ରୀଷ୍ଟିଆନ ରଚନା କଲେ ନୂତନ ବାଇବେଲ। ଦୁଇ ବାଇବେଲକୁ ଆଶ୍ରା କରି ଲତା ମଡ଼େଇଲେ ତ ଇସ୍ରାଏଲର ପ୍ରାଚୀନ ସଭ୍ୟତା ମିଳିଯିବ? କଥାଟା ଏପରି ସଳଖ ନୁହେଁ। ବାଇବେଲ ରସକୁ ପରିବେଷଣ କରିବା ଏକ ସଳଖ ଦାୟିତ୍ୱ, ମାତ୍ର ଆଦୌ ସହଜ ନୁହେଁ। ଯେତେ ବଡ଼ ଗ୍ରନ୍ଥ ହେଉ, ଗ୍ରନ୍ଥ ମଧ୍ୟରେ ସୀମାବଦ୍ଧ ରହି ଗୋଟିଏ ଭୂଖଣ୍ଡ ବା ଜାତିର ସଭ୍ୟତା କହି ହେବନି। ମଣିଷଙ୍କର ନାନା ପ୍ରକାର କାରବାର, ଗୋଳମାଳ, ସହଯୋଗକୁ ମନ୍ଥନ କରି ସଭ୍ୟତା ବାହାର କରିବାକୁ ହୁଏ। ଇହୁଦୀ ପରି କାହାଁ କାହାଁ ଘୁରୁଥିବା ଗୋଟାଏ ଯାଯାବର ଜାତିର ସଭ୍ୟତା ଠାବ କରିବା ଅଧିକ ଜଟିଳ। ଇହୁଦୀଙ୍କର ଚରାଭୂଇଁ ଥିଲା ଫର୍ଟାଇଲ କ୍ରେସେଣ୍ଟ। ପାରସ୍ୟ ଉପସାଗର ବା ଗଲ୍ଫ ଓ ଡେଡ୍ ସି ବା ମୃତ ସାଗର ଉପରେ ଛିଡ଼ା ହୋଇଥିବା ଚଉଠି ଚାନ୍ଦର ଆକାରର ଭୂମି ଫର୍ଟାଇଲ କ୍ରେସେଣ୍ଟ ନାମଟି ପାଇଛି। ବାଇବେଲ ଅନୁସାରେ ସମୁଦାୟ ଇହୁଦୀ ଜାତି ଆବ୍ରାହମଙ୍କ ବଂଶଧର। ବିଚରା ଆବ୍ରାହମଙ୍କର 100 ବର୍ଷ ବୟସ ଯାଏ ପୁଅ ହେଉନଥିଲା। ଶେଷରେ 2 ପୁଅ ହୋଇଥିଲେ, ଇସ୍ମାଇଲ ଓ ଆଇଜାକ। ଇସ୍ମାଇଲଙ୍କ ବଂଶଧରମାନେ ହେଲେ ଇସଲାମ ଧର୍ମୀ ଓ ଆଇଜାକଙ୍କ ବଂଶଧରମାନେ ଜୁଡା ଧର୍ମୀ ଇହୁଦୀ। ଜୁଡା ଏକ ଧର୍ମର ନାମ, ଭୂଖଣ୍ଡର ନାମ ମଧ୍ୟ ଜୁଡା। କହିବା ବାହୁଲ୍ୟ, ଆବ୍ରାହମ ଇସ୍ରାଏଲ ବା କାନାନର ଲୋକ ନଥିଲେ। ଗଲ୍ଫ କୂଳ ସୁମରର ଉର୍ ନଗରରେ ତାଙ୍କର ଜନ୍ମ। ଉର୍ ନଗରରୁ ବାହାରି ଆବ୍ରାହମ ଯେଉଁ ବାଟେ ଯାଇ କାନାନରେ ପ୍ରବେଶ କରିଥିଲେ, ମୋଟାମୋଟି ଭାବେ ସେ ବାଟ ଫର୍ଟାଇଲ କ୍ରିସେଣ୍ଟ ମଧ୍ୟ ଦେଇ ଯାଇଛି। ଫର୍ଟାଇଲ କ୍ରିସେଣ୍ଟ ବେବିଲୋନ, ଆସିରିଆ, ଆନାତୋଲିଆ ମଧ୍ୟ ଦେଇ ଯାଇଛି। ଏସବୁ ରାଜ୍ୟ ଓ ସୁମରର ସବୁ ଲୋକ ଇହୁଦୀ ନଥିଲେ। ଇହୁଦୀଙ୍କ ସଂଖ୍ୟା ଥିଲା 1% ବା 2। ଆଜି ପୃଥିବୀର ଅଧିକାଂଶ ଦେଶରେ ଇହୁଦୀ ଅଛନ୍ତି। ଖୁବ୍ କମ୍ ଦେଶରେ ସେମାନଙ୍କର ସଂଖ୍ୟା 1% ବା 1.5। ଅନେକ ଦେଶର ଇହୁଦୀ ବାସିନ୍ଦାଙ୍କ ସଂଖ୍ୟା 1%ରୁ କମ୍। ଫର୍ଟାଇଲ କ୍ରିସେଣ୍ଟ ମିଶର ପର୍ଯ୍ୟନ୍ତ ଲମ୍ବିଛି। ମିଶର ଫର୍ଟାଇଲ କ୍ରିସେଣ୍ଟର ଅନ୍ତର୍ଭୁକ୍ତ ଓ ସେଠାରେ ଅନେକ ଇହୁଦୀ ଥିଲେ। ସେମାନେ ସଂଗଠିତ ହୋଇ ଖ୍ରୀଷ୍ଟପୂର୍ବ 13 ଶତାବ୍ଦୀରେ ମୋଜେସଙ୍କ ନେତୃତ୍ୱରେ ଇସ୍ରାଏଲ ଆସିଲେ। ମିଶରରୁ ଇସ୍ରାଏଲ ଚାଲିକରି ଆସିଲେ 4-5 ସପ୍ତାହର ବାଟ। ମାତ୍ର ମିଶରରୁ ବାହାରି ସିନାଇ ମରୁଭୂମି ଦେଇ ଇସ୍ରାଏଲରେ ପହଞ୍ଚିବାକୁ ଇହୁଦୀଙ୍କୁ ଲାଗିଲା 40 ବର୍ଷ। Sample complete. Ready to continue?